ଆଚ୍ଛା ସିଏ ତ ଅଦାର ବେପାର କରିବା କଥା ଯେମିତି ଜାହାଜ ଖବର ରଖିବା କଥା ଏଇଭଳିଆ ଆଗଥର କହିଲେ। ଆପଣ କୁହନ୍ତୁ ଚାଷୀ କୂଳଙ୍କ ହିତ ଏ ବିଜେପି ସରକାର ନା ପୁରୁଣା ସରକାର ଯେ ଥିଲା ଆପଣ ଯେଉଁ ସରକାର ଥିଲା 13 ଲକ୍ଷ ଚାଷୀଙ୍କୁ ସେମାନେ ଏନରୋଲମେଣ୍ଟ କରିଥିଲେ ଆମେ 20 ଲକ୍ଷ ଚାଷୀଙ୍କୁ ଧରିଲୁ। ଏମାନେ 12,000 କୋଟି ଟଙ୍କା ଦେଉଥିଲା ବେଳେ ଆମେ 28,000 କୋଟି ଟଙ୍କା ଦେଲୁ। ଏମାନେ 58 ଲକ୍ଷ ମେଟ୍ରିକ ଟନ୍ ଧାନ କିଣୁଥିଲା ବେଳେ ଆମେ 92 ଲକ୍ଷ ମେଟ୍ରିକ ଟନ୍ ଧାନ କିଣିଲୁ। ଏମାନେ 75 କେଜିଆ ଟୋକନର 50 କୁଇଣ୍ଟାଲ କିଣୁଥିଲା ବେଳେ ଆମେ 75 କେଜିଆ ଟୋକନର 75 କିଣିଲୁ। ଆମେ ଯଦି 100 ଲକ୍ଷ ମେଟ୍ରିକ ଟନ୍ ଧରିଲୁଣି ଧାନ କିଣାରେ 20 ଲକ୍ଷ ଚାଷୀକି ଯଦି ପଞ୍ଜୀକରଣ କଲୁଣି ଚାଉଳ ସରକାର ଉଠିଲେ ଚାଉଳ ତାକୁ କେଉଁଠି ଦେବେ ସେ ସରକାର ସେ କଥା ବୁଝିବେ। ତାଙ୍କର ଅବସ୍ଥା କ'ଣ ସେମାନେ କ'ଣ ସରକାର ମାନେ ତାଙ୍କର କାହିଁ ଏତ ବଥା ହେଉଛି। ମିଲର ମାନେ କେହି ଆନ୍ଦୋଳନ କରିନାହାନ୍ତି କେଠି ଗୋଟେ ମିଲର ଆନ୍ଦୋଳନ ଦେଖାନ୍ତୁ ଆସୁଛନ୍ତି ସେ ସରକାର ସାଙ୍ଗରେ ଆଲୋଚନା କରିବେ ସେ ଚାଉଳ କେଠିକି ଯିବ କ'ଣ କରି ସେ ବ୍ୟବସ୍ଥା କରାଯିବ ସେ ତ ସରକାରଙ୍କର କଥା ଏ ବିରୋଧୀଙ୍କ କଥା ନୁହେଁ। ତମର କଥା ଚାଷୀଙ୍କର କଥା ଉଠେଇବ ତମେ ଚାଷୀ କେମିତି ଧାନ ବିକିବ ଚାଷୀ କେମିତି ପଇସା ପାଇବେ ସେ କଥା ଦେଖିବ। ଆମେ ଯଦି ଗତ ବର୍ଷ 28,000 କୋଟି ଟଙ୍କା ଦେଲେ ଆଉ ସ୍ୱପ୍ନରେ ସେମାନେ ଭାବିଛନ୍ତି